ପିଲାମାନେ ଆଜି ଏକ ସୁନ୍ଦର ବିଷୟ ଆମ ଚତୁର୍ଥ ଶ୍ରେଣୀ ସାହିତ୍ୟ କଳିକା ବହିର କୁହୁକି ବନ ଭିତର କନିକା। ପିଲାମାନେ ଭିତର କନିକାକୁ ଆମେ କୁହୁକି ବନ କହୁଛେ କି ରେ? ତାହେଲେ ପଢିବା ବିଷୟରେ ତାହାକୁ କୁହୁକି ବନ କାହିଁକି କୁହାଯାଏ ଏହାକୁ ଲେଖିଛନ୍ତି ଡକ୍ଟର ଶରତ କୁମାର ବିଶ୍ୱାଳ। ତାହେଲେ ଭିତର କନିକା ହେଉଛି ପିଲାମାନେ ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଗନ୍ତାଘର ହେଲା। ତାହେଲେ ତମେ ମାନେ ପିଲାମାନେ ଭିତରକନିକା ବୁଲି ଯାଇଛ କି? ଯଦି ଯାଇଥିବ ତାହେଲେ ଭଲ କଥା, ତମେ ଦେଖିଥିବ ପ୍ରାକୃତିକ ସୌନ୍ଦର୍ଯ୍ୟର ଯେମିତି ସେଠି ଭରି ହେଇକି ଅଛି। ଯଦି ନ ଯାଇଛ ଭବିଷ୍ୟତରେ ଯିବ। ଏହାର ନଦୀ ନାଳ, ଲୁଣା ଜଙ୍ଗଲ, ହେନ୍ତାଳ ବଣ, ଘଞ୍ଚ ଅରଣ୍ୟରେ ବାସ କରୁଥିବା ନାନା ଜାତିର ପଶୁପକ୍ଷୀ ସବୁଗୁଡ଼ିକ ଦେଖିବାକୁ ସୁନ୍ଦର। ଥରେ ଏହି ଅଞ୍ଚଳକୁ ବୁଲିଗଲେ ଗୋଟିଏ ପରିରାଇଜରେ ବିଚରଣ କଲା ଭଳି ମନ ହବ। ତମେ ଯେତେବେଳେ ଭିତରକନିକା ବୁଲିଯିବ ପିଲାମାନେ ତମେ ପରିରାଇଜକୁ ଭିତର ଯାଇଥିବା ଭଳିଆ ତମକୁ ଅନୁଭବ ହବ। ତାହେଲେ ପିଲାମାନେ କ'ଣ ଅଛି କି ଭିତରକନିକା? ଏମିତି ଆମକୁ ପରିରାଇଜରେ ଯିବା ଭଳିଆ ଲାଗିବ। ତାହେଲେ ପିଲାମାନେ ଭିତରକନିକା ଅଞ୍ଚଳଟି ଓଡ଼ିଶାର ପୂର୍ବ ଉପକୂଳରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗର ଥାନାରେ ଅବସ୍ଥିତ। ପିଲାମାନେ ମନେ ରଖିଥିବ ଭିତରକନିକା ହେଉଛି ଓଡ଼ିଶା ରାଜ୍ୟର ପୂର୍ବରେ ଅଛି, ପୂର୍ବ ଉପକୂଳରେ, ଏବଂ କେଉଁ ଜିଲ୍ଲାରେ? କେନ୍ଦ୍ରାପଡ଼ା ଜିଲ୍ଲାରେ। ବ୍ରାହ୍ମଣୀ, ବୈତରଣୀ ଓ ଧାମରା ନଦୀ ମୁହାଣରେ ଥିବା ଏକ ବିସ୍ତୃତ ଲୁଣା ଜଙ୍ଗଲକୁ ଭିତରକନିକା ବୋଲି କୁହାଯାଏ ହେଲା। ତାହେଲେ ବ୍ରାହ୍ମଣୀ, ବୈତରଣୀ ଓ ଧାମରା ତିନୋଟି ନଦୀ ମିଶି ମୁହାଣରେ କ'ଣ ଏଇ ଗୋଟେ ଜଙ୍ଗଲ ଅଛି, ତାକୁ ଆମେ ଗୋଟେ ଲୁଣା ଜଙ୍ଗଲ ଅଛି, ତାକୁ ଆମେ ଭିତରକନିକା ନାଁ ଦେଇଛେ। ଏ ଅଞ୍ଚଳଟି ଆଗେ କନିକା ରାଜ୍ୟର ଅନ୍ତର୍ଭୁକ୍ତ ଥିଲା। ଏହାର ପୂର୍ବେ ବଙ୍ଗୋପସାଗର ଅବସ୍ଥିତ। ଅନ୍ୟ ତିନି ପାଖରେ ବ୍ରାହ୍ମଣୀ, ବୈତରଣୀ ଓ ଧାମରା ନଦୀ ଏବଂ ବ୍ରାହ୍ମଣୀର ଏକ ଶାଖା ନଦୀ ଘେରି ରହିଛନ୍ତି। ସମୁଦ୍ର ନିକଟବର୍ତ୍ତୀ ହୋଇ ପିଲାମାନେ ଏଠି ଶାଖା ନଦୀ ପଚାରିବ ପିଲାମାନେ ବ୍ରାହ୍ମଣୀ ନଦୀରୁ ଯେଉଁଟା ବାହାରିକି ଯାଇଥିବ ସେଇଟା ହେଲା ଆମର ଶାଖା ନଦୀ, ବୁଝିହେଲା। ସେମିତି ସମୁଦ୍ର ନିକଟବର୍ତ୍ତୀ ହୋଇଥିବାରୁ ଏହା ଏକ ଲୁଣା ଅଞ୍ଚଳ ଏବଂ ନଦୀ ନାଳ ଦ୍ୱାରା ଖଣ୍ଡ ବିଖଣ୍ଡିତ। ଏଠାକୁ ଯିବାକୁ ହେଲେ ରାଜନଗର ଘାଟରୁ ଜଳପଥରେ ଡଙ୍ଗା କିମ୍ବା ମୋଟର ଲଞ୍ଚ ଯୋଗେ ଯିବାକୁ ହୁଏ। ଚାନ୍ଦବାଲିଠାରୁ ବୈତରଣୀ ନଦୀ ବାଟେ ମଧ୍ୟ ଯାତାୟାତ ସୁବିଧା ଅଛି। ଏହା ଗୋଟିଏ ଅଭୟାରଣ୍ୟ ହୋଇଥିବାରୁ ଜଙ୍ଗଲ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ସେଠାରେ ଥିବା ବନ ବିଭାଗ ଅଫିସରୁ ଅନୁମତି ପତ୍ର ନେବାକୁ ହୋଇଥାଏ। କାରଣ ଏହା ଗୋଟେ ଅଭୟାରଣ୍ୟ। ପିଲାମାନେ ଯେତେବେଳେ ତୁମେ ଅଭୟାରଣ୍ୟକୁ ଯିବ ସେତେବେଳେ ବନ ବିଭାଗ ଅଫିସରୁ ଅନୁମତି ନେଇକି ଯିବ। ତାହେଲେ ପିଲାମାନେ ଦେଖ କେତେ ସୁନ୍ଦର, ଦେଖିଲ କେତେ ସୁନ୍ଦର ପକ୍ଷୀମାନେ ବସିଛନ୍ତି। ତାହେଲେ ଯିବା କେତେବେଳେ ଆମେ ଭିତରକନିକା ବୁଲି। ତାହେଲେ ପିଲାମାନେ ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ରମଣୀୟ। ମୋଟର ଲଞ୍ଚରେ ଗଲାବେଳେ ନଦୀ ଏବଂ ନାଳର ଉଭୟ ପାର୍ଶ୍ୱରେ ଦେଖାଯାଏ ଘଞ୍ଚ ଜଙ୍ଗଲ। ସ୍ଥାନେ ସ୍ଥାନେ ଗଛର ଡାଳଗୁଡ଼ିକ ପାଣି ଉପରକୁ ନଇଁ ଆସିଥିବା ଗଛ ଡାଳରେ ନାନା ଜାତିର ଚଢ଼େଇ ବସି ମଧ୍ୟ କିଚିରି ମିଚିରି ଶବ୍ଦ କରୁଥିବେ। ସେମାନଙ୍କ ମଧୁର କଳରବରେ ବନଭୂମି ମୁଖରିତ ହୋଇ ଉଠୁଥିବ। କେଉଁଠି କେଉଁଠି ମାଙ୍କଡ଼ମାନେ ହୁଙ୍କାର କରି ଏ ଡାଳରୁ ସେ ଡାଳକୁ ଡେଇଁ ଗଛକୁ ଦୋହଲାଇ ଦେଉଥିବେ। ମାଛରଙ୍କା ଚଢ଼େଇମାନେ ଆକାଶରେ ଘୁରି ଘୁରି ପାଣି ଉପରକୁ ଝାମ୍ପ ଦେଉଥିବେ। ପିଲାମାନେ ଆମେ ଯେତେବେଳେ ମୋଟର ଲଞ୍ଚରେ ଯେତେବେଳେ ନଦୀ ଯିବା ହେଲା, ଦେଖିବା ଘଞ୍ଚ ଜଙ୍ଗଲ ଏବଂ ଗଛର ଡାଳ ଗୁଡ଼ିକ ପାଣି ଉପରକୁ ଦେଖିବ ନଇଁକି ହେଲା, ଏବଂ ସେଇ ଗଛର ଡାଳରେ କେତେ ପ୍ରକାର ଚଢ଼େଇ ବସି କିଚିରି ମିଚିରି କରୁଥାନ୍ତି ହେଲା। ତାପରେ ମାଙ୍କଡ଼ମାନେ ଏ ଡାଳରୁ ସେ ଡାଳକୁ ଡେଉଁଥିବେ, ଗଛ ହଲାଉଥିବେ। ଚଢ଼େଇମାନେ ମାଛ ଆକାଶରେ ଘୁରି ଘୁରି ପାଣି ଉପରକୁ ଝାମ୍ପ ଦେଉଥିବେ, ମାଛ ରଙ୍କା ହେଲା ଚଢ଼େଇମାନେ। ତାହେଲେ ଭିତରକନିକା ହେଉଛି ନାନା ଜାତିର ପକ୍ଷୀଙ୍କର ଏକ ନିରାପଦ ଆଶ୍ରୟସ୍ଥଳ। ଏଠାରେ ପ୍ରାୟ 170 ପ୍ରକାର ପକ୍ଷୀକୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖରହଂସ, ଅଙ୍କି, ଟିଆ, କେଶର ପାଣ୍ଡିଆ, ରାଜପେଚା ଏସବୁ ପିଲାମାନେ ଏସବୁ ହେଲା ପକ୍ଷୀର ନାଁ, ବୁଝିହେଲା। ଇତ୍ୟାଦି ଆମେ କେତେଟା ଜାଣିଥିବା କୋଇଲି, ଚିଲ ହେଲା, ହଳଦୀ ବସନ୍ତ, ବଗ, ଶାଗୁଣା, ଗେଣ୍ଡାଳିଆ ଏସବୁ ଆମେ ଜାଣିଥିବା। ଅଙ୍କି, ଟିଆ କ'ଣ ଦେଖିନଥିବା, ଗଲେ ଆମେ ଭିତରକନିକା ହୁଏତ ଦେଖିବାକୁ ପାଇଯିବା। ସୁଦୂର ସାଇବେରିଆ, କାସ୍ପିଆନ ସାଗର ଏବଂ କାଲିଫର୍ଣ୍ଣିଆରୁ କେତେକ ବିଦେଶୀ ପକ୍ଷୀ ମଧ୍ୟ ଏଠାକୁ ଆସିଥାନ୍ତି। ବର୍ତ୍ତମାନ ଆମର ଶୀତ ଋତୁ ହେଇଛି ଓଡ଼ିଶାରେ, ତାହେଲେ ଓଡ଼ିଶାରେ ଶୀତ ଋତୁ ହେଲେ ସେମାନଙ୍କର ଆଗମନ ହୋଇଥାଏ। ସବୁଠାରୁ ଅଧିକ ଆକର୍ଷଣୀୟ ହେଉଛି ବଗ ଗହଣ।
ପ୍ରାୟ 20 ଏକର ପରିମିତ ଅଞ୍ଚଳରେ ହଜାର ହଜାର ସଂଖ୍ୟାର ବଗ ଏକତ୍ର ବାସ କରିଥାନ୍ତି। ହେଲା, 20 ଏକର ଅଞ୍ଚଳ ପୁରା ହଜାର ହଜାର ସଂଖ୍ୟାର ବଗ ସେଠାରେ ବାସ କରିଥାନ୍ତି। ପିଲାମାନେ ଏଠି ଆଉ କ'ଣ ଅଛି ଦେଖିଲ, ସାପ ଫଟୋଟେ ଆଇଲାଣି କିରି ପିଲାମାନେ। ଏହି ଜଙ୍ଗଲରେ ଶିଆଳ, ହେଟାବାଘ, ବାରହା, ସମ୍ବର, ବଣଘୁଷୁରି, କଟାସ, ଗଧିଆ, ଓଧ, ଝିଙ୍କ, ନେଉଳ ଇତ୍ୟାଦି ସବୁ ପ୍ରକାର ଜୀବ ବାସ କରନ୍ତି। ସରୀସୃପଙ୍କ ପାଇଁ ଭିତରକନିକା ଜଙ୍ଗଲ ପୃଥିବୀ ପ୍ରସିଦ୍ଧ ଅଟେ। ସରୀସୃପ ମାନେ ସାପ ହେରିକା ହେଲା। ଏଠାରେ ବିରାଟ ବିରାଟ ଗୋଧି ଓ ବଡ଼ ବଡ଼ ସାପ ବୁଲୁଥିବାର ଦେଖାଯାଏ। ଆମେ ଜାଣିଛେ ଯୋଉଠି ଘଞ୍ଚ ହେଲା ତ ଆଉ ହେଲା, ସେଠି ସାପ ରହିବ ଆଉ। ନଦୀର ଉଭୟ ପାର୍ଶ୍ୱରେ ଦଳ ଦଳ ହୋଇ ହରିଣ ବୁଲୁଥିବାର ଦୃଶ୍ୟ ଅତ୍ୟନ୍ତ ଚମତ୍କାର। ହେଲା, ହରିଣ ମଧ୍ୟ ବୁଲୁଥାନ୍ତି। ମଟର ଲଞ୍ଚରେ ଘର ଘର ଶବ୍ଦ ଶୁଣିଲେ ସେମାନେ ଡେଇଁ ଡେଇଁ ନାଚି ନାଚି ଜଙ୍ଗଲ ଭିତରକୁ ପଳାଇ ଯାଆନ୍ତି। କୋଉମାନେ? ହରିଣମାନେ। ପ୍ରକୃତି କୋଳରେ ସ୍ୱାଧୀନ ଭାବରେ ବିଚରଣ କରୁଥିବା ଏହି ବନ୍ୟଜୀବମାନଙ୍କର ଏକ ମନ ମୁଗ୍ଧକର ଦୃଶ୍ୟ ଚିଡ଼ିଆଖାନାର ତାର ବାଡ଼ ମଧ୍ୟରେ ଦେଖିବାକୁ ମିଳେ ନାହିଁ। ପିଲାମାନେ, ଆମେ ଯଦି ଯାଇଥିବା କ'ଣ, ଆମର ଯଦି ଯାଇଥିବା ନନ୍ଦନକାନନ ଚିଡ଼ିଆଖାନା, ତାହେଲେ ସେ କ'ଣ, ସେ ବାଡ଼ ଭିତରେ ତାକୁ ଆମେ ଆବଦ୍ଧ କରିଦେଲେ, ବନ୍ଦ କରିଦେଲେ। କିନ୍ତୁ ଭିତରକନିକାରେ ସେମାନେ ତାଙ୍କ ଇଚ୍ଛାରେ ମନ ଇଚ୍ଛା ବୁଲୁଛନ୍ତି। ସ୍ୱାଧୀନତାର ଯେ କି ସୁଖ ଓ ଆନନ୍ଦ, ତାହା ଏଇ ପ୍ରାଣୀମାନଙ୍କୁ ଦେଖିଲେ ଅନୁଭବ କରି ହୁଏ। ତାହେଲେ ପିଲାମାନେ, ଭିତରକନିକାରେ ଦିନକୁ 2 ଥର ଜୁଆର ଆସେ। ଜୁଆର ସମୟରେ ନଦୀ ନାଳ ଭୟଙ୍କର ଭାବେ ଫୁଲି ଉଠନ୍ତି। ପିଲାମାନେ, ଜୁଆର ମାନେ ଆମର ସମୁଦ୍ର ନଦୀ ଯେଉଁ ଅଛି, ସେ ବହୁତ ଜୋରରେ ପାଣି ମାଡ଼ି ଆସିବ। ହେଲା, ନଦୀ ନାଳ ଭୟଙ୍କର ଏବଂ ବହୁତ ଉପରକୁ ଉଠିବ। ନଦୀ ନାଳ ଭୟଙ୍କର ଭାବେ ଫୁଲି ଉଠନ୍ତି। ଜୁଆର ଗୁଡ଼ିକ ସମୟରେ ଛୋଟ ଛୋଟ ରଙ୍ଗୀନ କଙ୍କଡ଼ାବାଲି ଓ କାଦୁଅ ଉପରେ ଦୌଡ଼ୁଥିବାର ଦୃଶ୍ୟ ଖୁବ୍ ସୁନ୍ଦର। ଏହି ଅଞ୍ଚଳରେ ଭେଟି, ଇଲିଶି, ଖଇଙ୍ଗା, କଣ୍ଟିଆ, ଜଳଙ୍ଗ, ଖୁରାଣ୍ଟି ପ୍ରଭୃତି ବିଭିନ୍ନ ପ୍ରକାର ଲୁଣି ମାଛ ଏବଂ ନାନା ଜାତିର ଚିଙ୍ଗୁଡ଼ି ଓ କଙ୍କଡ଼ା ପ୍ରଚୁର ପରିମାଣରେ ମିଳନ୍ତି। ମତ୍ସ୍ୟଜୀବୀମାନଙ୍କର ଜୀବିକାର୍ଜନର ଏ ହେଉଛି ପ୍ରଧାନ ମାଧ୍ୟମ। ସେଠି ମତ୍ସ୍ୟଜୀବୀମାନେ ମଧ୍ୟ ଏସବୁ ଚିଙ୍ଗୁଡ଼ି, କଙ୍କଡ଼ା ହେଲା, ଲୁଣି ମାଛ ଏସବୁ ଇଲିଶି ଧରିବାକୁ ଯାଆନ୍ତି। ଜୁଆର ପାଣି ଯୋଗୁଁ ଏଠାକାର ଭୂମି ସବୁବେଳେ ସନ୍ତସନ୍ତିଆ ହୋଇଥାଏ। ଏଠାରେ ରାଇ, ବଣିଆ, ପିତାମାରି, ସୁନ୍ଦରୀ, ହେନ୍ତାଳ, ଗୁଆଁ, ବନି, କେରୁଆଁ ଏସବୁ କ'ଣ ଇତ୍ୟାଦି ପ୍ରକାର ଗଛ ଜନ୍ମେ। ହେଲା, କେତେ ପ୍ରକାର ଜନ୍ମ, ପାଣିଆମ୍ବ, ରୁଅ, ହେନ୍ତାଳ ଗଛ ଗୁଡ଼ିକର ଦେଖିବାକୁ ଛୋଟ ଆକାର ଖଜୁରୀ ଗଛ ଭଳି। ଏହି ଗଛରେ ସରୁ ସରୁ ଗଣ୍ଡି ଖୁବ୍ ମଜବୁତ। ତାହା ଘର ତିଆରି କାମରେ ବ୍ୟବହୃତ ହୁଏ। ଏହାର ପତ୍ରକୁ ପିଞ୍ଚ କହନ୍ତି। ଏହି ପିଞ୍ଚରେ ଛାଞ୍ଚୁଣି ମଧ୍ୟ ଛାଞ୍ଚୁଣି ତିଆରି ହୁଏ। ଲୁଣା ଗଛ ଗୁଡ଼ିକର ଚେର ସବୁ ମାଟିକୁ ଏପରି ଜାବୁଡ଼ି ଧରିଥାନ୍ତି ଯେ ଜୁଆର ପାଣି ମୃତ୍ତିକା କ୍ଷୟ କରିପାରିବେ ନାହିଁ। କିଏ? ଲୁଣା ଗଛ। ହେଲା, ସମୁଦ୍ର ପାଣିଟା ଲୁଣିଆ, ଇଏ ଯେହେତୁ ଲୁଣା ଗଛ, ସେ ପାଣିଟା ଯେତେବେଳେ ଜୁଆର ହେଇକି ଅଳେ ଆସିବ, ସେ ଆଉ ଏତେ ଜୋରରେ ଚେରକୁ ଜାବୁଡ଼ି ଧରିଥାନ୍ତି ମାଟିକୁ, ତାହେଲେ ସେ ଆଉ ମୃତ୍ତିକା କ୍ଷୟ କରେ ନାହିଁ। ଏହା ସେ ଅଞ୍ଚଳରେ ଏକ ପ୍ରାକୃତିକ ପ୍ରାଚୀର ଭଳି କାମ କରେ। ଭୟଙ୍କର ବନ୍ୟା, ବାତ୍ୟା ଓ ସାମୁଦ୍ରିକ ଢେଉ କବଳରୁ ଏହା ଲୋକଙ୍କର ଧନ ଜୀବନ ରକ୍ଷା କରିଥାଏ। ଏହି ଲୁଣା ଜଙ୍ଗଲରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ମଧ୍ୟ ଦେଖିବାକୁ ମିଳେ। ଏଠାରୁ ପ୍ରଚୁର ପରିମାଣର ମହୁ ମଧ୍ୟ ସଂଗ୍ରହ କରାଯାଏ। ହେଲା, ବହୁତ ପ୍ରକାର ଔଷଧୀୟ ବୃକ୍ଷ ଅଛି ଏବଂ ମହୁ ମଧ୍ୟ ଏଠାରୁ ସଂଗ୍ରହ କରାଯାଏ। ଆଉ କ'ଣ ହୁଏ ଏଠି ପିଲାମାନେ? ଏହି ଅଞ୍ଚଳରେ ବଉଳା କୁମ୍ଭୀର, ଅଲିଭ ରିଡଲେ କଇଁଛ, ଏଠି ପିଲାମାନେ କଇଁଛ ଅଛି ହେଲା, ଏବଂ ସାରା ପୃଥିବୀରେ ଦୃଷ୍ଟି ଆକର୍ଷଣ କରିଛି। ହେଲା, ଏବେ ଏରା ସବୁ ଅଲିଭ ରିଡଲେ କଇଁଛ ଓ ବଉଳା କୁମ୍ଭୀର ସାରା ପୃଥିବୀର ଲୋକ ଏଠି ଦେଖିବାକୁ ଆସନ୍ତି। ଏଇରା ଅଲିଭ ରିଡଲେ କଇଁଛ। ଡାଙ୍ଗମାଳ ଅଞ୍ଚଳରେ 1975 ମସିହାରୁ ସରକାରଙ୍କ ତରଫରୁ କୁମ୍ଭୀର ଗବେଷଣା କେନ୍ଦ୍ର ଆରମ୍ଭ ହୋଇଛି। କୁମ୍ଭୀରମାନେ କିପରି ସୁରକ୍ଷିତ ରହିବେ ଏବଂ ସେମାନଙ୍କର ବଂଶବୃଦ୍ଧି ହେବ, ସେଥିପାଇଁ ଚେଷ୍ଟା ମଧ୍ୟ କରାଯାଉଛି। ଗୋଟିଏ ଗୋଟିଏ କୁମ୍ଭୀର ଏଠାରେ ପ୍ରାୟ 6-7 ମିଟର ଲମ୍ବ ହୋଇଥାନ୍ତି। ସେମାନେ ନଦୀ ନାଳରେ ସ୍ୱାଧୀନ ଭାବରେ ବିଚରଣ ମଧ୍ୟ କରନ୍ତି। ଡାଙ୍ଗମାଳରେ ବନ ବିଭାଗର ଡାକ ବଙ୍ଗଳା ଓ ମ୍ୟୁଜିୟମ ଅଛି। ଛୋଟ ଛୋଟ କେତୋଟି ଜଳାଶୟରେ ଦର୍ଶକମାନଙ୍କ ନିମନ୍ତେ କେତୋଟି କୁମ୍ଭୀରକୁ ଯତ୍ନର ସହିତ ମଧ୍ୟ ରଖାଯାଇଛି। ସବୁଠାରୁ ଆକର୍ଷଣୀୟ ହେଉଛି କୁମ୍ଭୀର ଗୌରୀ। ତା ଚାରିପାଖରେ ସବୁବେଳେ ଭିଡ଼ ଲାଗି ରହିଥାଏ। କୁମ୍ଭୀର ଗୌରୀ ଦେଖିବ। ଭିତରକନିକାର ପୂର୍ବ ଦିଗରୁ
ସମୁଦ୍ର କୂଳରେ ଗହୀର ମଥା ବେଳାଭୂମି ଅଛି। ପ୍ରତିବର୍ଷ ଶୀତ ଋତୁରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭ୍ ରିଡ୍ଲେ କଇଁଛ ଏଠାରେ ଅଣ୍ଡା ଦେବାକୁ ଆସନ୍ତି। ହେଲା, ସେଠି ଗହୀର ମଥା ଅଛି, ସେଠି କ'ଣ ଲକ୍ଷ ଲକ୍ଷ କ'ଣ ଅଲିଭ୍ ରିଡ୍ଲେ କଇଁଛ ଅଣ୍ଡା ଦେବାକୁ ଆସନ୍ତି ଶୀତ ଋତୁରେ। ଏବେ ତ ଶୀତ ଋତୁ ହେଲା, ଆଉ ଏବେ ଏଇ ବୁଲିବା ଟାଇମ୍ ବର୍ତ୍ତମାନ। ଆଉ 1975 ମସିହାରେ ଭିତରକନିକାକୁ ସରକାରଙ୍କ ତରଫରୁ ଅଭୟାରଣ୍ୟରେ ଘୋଷଣା କରା। ଏଇଟା ମନେ ରଖିବ, ପରୀକ୍ଷାରେ ସର୍ଟ କୋଶ୍ଚିନ୍ 1 ମାର୍କ ଥୁଆ ହେଇଛି, ପରୀକ୍ଷାରେ ଆସିବ ହିଁ ଆସିବ। ହେଲା, ତୁମେ ଯୁଆଡ଼େ ଭିତରକନିକାକୁ ସରକାରଙ୍କ ତରଫରୁ ଅଭୟାରଣ୍ୟ କେବେ ଘୋଷଣା କରାଗଲା? 1975 ମସିହାରେ। ଏଠାରେ କେହି କୌଣସି ଜୀବଜନ୍ତୁକୁ ଶିକାର କରିପାରିବେ ନାହିଁ କିମ୍ବା କାଠ କାଟି ପାରିବେ ନାହିଁ। ଜଙ୍ଗଲ ମଧ୍ୟରେ ଏକ କାଠ ନିର୍ମିତ ବିରାଟ ମିନାର ଅଛି। ଦର୍ଶକମାନେ ଏହା ଉପରେ ଚଢ଼ି ଭିତରକନିକାର ବିସ୍ତୃତ ଅଞ୍ଚଳରେ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏହା କେବଳ ଓଡ଼ିଶାର କିମ୍ବା ଭାରତର ନୁହେଁ, ସମଗ୍ର ପୃଥିବୀର ଏକ ଦର୍ଶନୀୟ ସ୍ଥାନ। ପରୀରାଇଜ ଭଳି ମନେ ହେଉଥିବା ଏହି କୁହୁକି ବନ ବାସ୍ତବିକ ପ୍ରକୃତିର ଏକ ଅପୂର୍ବ ସୃଷ୍ଟି। ତାହେଲେ ପିଲାମାନେ ଏତେ ସବୁ ଅଛି, ତାହେଲେ ସେ ପରୀରାଇଜ ନୁହଁ ତ ଆଉ କ'ଣ? ହେଲା, ତାହେଲେ ସାଙ୍ଗମାନଙ୍କ ପାଖକୁ ସେୟାର କରିଦେବ, ସାଙ୍ଗମାନେ ମଧ୍ୟ ପଢ଼ିବା। ତାହେଲେ ଧନ୍ୟବାଦ ପିଲାମାନେ, ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ।